ଫାର୍ଷ୍ଟ ଇୟର ଲଜିକ୍ ତର୍କଶାସ୍ତ୍ରର ସ୍ୱରୂପ ଓ ପରିସର। ତର୍କଶାସ୍ତ୍ରର ପୃଷ୍ଠଭୂମି ଓ ପରିଚୟ। ମଣିଷ ଅନୁସନ୍ଧିତ୍ସୁ। ସଭ୍ୟତାର ଆରମ୍ଭ କାଳରୁ ଆଜି ପର୍ଯ୍ୟନ୍ତ ସେ ତାର ପରିବେଶ ଓ ଜଗତକୁ ବୁଝିବାକୁ ଉଦ୍ୟମ କରି ଆସିଛି। ଜୀବନ, ପ୍ରକୃତି ଓ ସମାଜ ପରି ନାନା କ୍ଷେତ୍ର ଉପରେ ସେ ଅନୁଶୀଳନ କରି ଗମ୍ଭୀର ଚିନ୍ତା ପ୍ରକଟ କରିବାକୁ ପ୍ରୟାସ କରିଛି। ଏହି ପ୍ରୟାସର ପରିଣାମ ସ୍ୱରୂପ ସେ ନାନା ବିଷୟରେ ଆଜି ସୁଚିନ୍ତିତ ଜ୍ଞାନ ଲାଭ କରିପାରିଛି। ମଣିଷ ଗୋଟିଏ ଯୁଗରେ ଯାହା ଜାଣିବାକୁ ସମର୍ଥ ହୋଇଛି, ତାହା ପରବର୍ତ୍ତୀ ପିଢ଼ିର ଲୋକଙ୍କ ପାଖକୁ ପ୍ରସାରିତ ହୋଇ ଆସିଛି। ମଣିଷ ଭାଷା ମାଧ୍ୟମରେ ତାର ଚିନ୍ତା, ଭାବନା ଓ ଅନୁଶୀଳନକୁ ବ୍ୟକ୍ତ କରିବା ଦ୍ୱାରା ଏହା ହୋଇପାରିଛି। ସୁତରାଂ ହଜାର ହଜାର ବର୍ଷ ତଳେ ଯେଉଁସବୁ ଚିନ୍ତା ମଣିଷର ମନକୁ ସ୍ପର୍ଶ କରିଥିଲା, ଆମେ ସେହି ଯୁଗର ଗ୍ରନ୍ଥରାଜିକୁ ଅଧ୍ୟୟନ କରି ସେ ସମୟର ଭୌତିକ ଭାବନା ବିଷୟରେ ଜାଣିବାକୁ ସମର୍ଥ ହୋଇପାରୁଛେ। ମଣିଷର ବିଚାରଶୀଳ ଅନୁସନ୍ଧିତ୍ସା ଓ ଭାଷା ଦ୍ୱାରା ଭାବ ବିନିମୟ କରିବାର ସାମର୍ଥ୍ୟ ଯୋଗୁଁ ଜ୍ଞାନର କ୍ରମ ବିକାଶ ସମ୍ଭବ ହୋଇପାରିଛି। ମଣିଷ ତାର ଇନ୍ଦ୍ରିୟ ସାହାଯ୍ୟରେ ପରିବେଶକୁ ପର୍ଯ୍ୟବେକ୍ଷଣ କରେ ଓ ତାର ବିଚାର ବୁଦ୍ଧି ପ୍ରୟୋଗ କରି ଜୀବନ ଓ ଜଗତ ବିଷୟରେ ଧାରଣାମାନ ପୋଷଣ କରେ। ଆମ ଚତୁଃପାର୍ଶ୍ୱରେ ଥିବା ବସ୍ତୁ, ଘଟୁଥିବା ଘଟଣା ଓ କାର୍ଯ୍ୟକୁ ସେ ଅନୁଧ୍ୟାନ କରେ ଓ ସେ ସଂକ୍ରାନ୍ତୀୟ ଅନୁଶୀଳନ ଦ୍ୱାରା ବିଜ୍ଞାନର ଭାବନା ଆଣେ। କୌଣସି କ୍ଷେତ୍ର ସମ୍ପର୍କରେ ପର୍ଯ୍ୟବେକ୍ଷଣ ଦ୍ୱାରା ସେ ଯେଉଁ ବିଭାଗୀକୃତ ଓ ଶୃଙ୍ଖଳାବଦ୍ଧ ଜ୍ଞାନ ଲାଭ କରେ, ତାକୁ ସେ ବିଜ୍ଞାନ କୁହେ। ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଖଗୋଳ ବିଜ୍ଞାନ ଇତ୍ୟାଦି ପ୍ରାକୃତିକ ବିଜ୍ଞାନର ପରିସରଭୁକ୍ତ। ପ୍ରକୃତି ଯେହେତୁ ବିଶାଳ ଓ ଅସୀମ, ସେହେତୁ ବିଭିନ୍ନ କ୍ଷେତ୍ର ବିଷୟରେ ଅନୁଶୀଳନ ଦ୍ୱାରା ସେ ବିଶେଷ ଜ୍ଞାନ ଅର୍ଜନ କରିବାକୁ ସମର୍ଥ ହୋଇଛି। ସଭ୍ୟତା ଯେତିକି ଅଗ୍ରସର ହେଉଛି, ଜ୍ଞାନ ରାଜ୍ୟରେ ସେତିକି ସେତିକି ବିଶେଷତା ସୃଷ୍ଟି ହୋଇ ଚାଲିଛି। ପ୍ରାକୃତିକ ବିଜ୍ଞାନର ପ୍ରତ୍ୟେକ ବିଶେଷ କ୍ଷେତ୍ରରେ କେତେକ ସାର୍ବିକ ନିୟମ, ବ୍ୟତିକ୍ରମହୀନ ଏକରୂପତା ଓ ଶୃଙ୍ଖଳାକୁ ସେ ଆବିଷ୍କାର କରି ତାରି ମାଧ୍ୟମରେ ସେହି କ୍ଷେତ୍ରଟିକୁ ବ୍ୟାଖ୍ୟା କରି ଆସିଛି। ଯେପରି ପଦାର୍ଥ ବିଜ୍ଞାନ ପଦାର୍ଥ ଓ ଶକ୍ତି ମଧ୍ୟରେ ରହିଥିବା ମୌଳିକ ସମ୍ବନ୍ଧ ବିଷୟରେ ଅଧ୍ୟୟନ କରିଥାଏ, ରସାୟନ ବିଜ୍ଞାନ ପଦାର୍ଥମାନଙ୍କର ଗଠନ ଓ ପରସ୍ପରର ପ୍ରତିକ୍ରିୟାକୁ ଅନୁଶୀଳନ କରିଥାଏ, ଖଗୋଳ ବିଜ୍ଞାନ ଗ୍ରହ, ନକ୍ଷତ୍ର, ଇନ୍ଦ୍ରିୟ ଇତ୍ୟାଦିମାନଙ୍କର ସ୍ୱରୂପ, ସ୍ଥିତି, ଗତିପଥ ଇତ୍ୟାଦି ବିଷୟରେ ବ୍ୟାଖ୍ୟା କରିଥାଏ, ଇତ୍ୟାଦି ଇତ୍ୟାଦି। ପ୍ରାକୃତିକ ବିଜ୍ଞାନର ବିଭିନ୍ନ ବିଶେଷ କ୍ଷେତ୍ରମାନ ରହିଛି ଓ ସେମାନେ ପରସ୍ପରର ଅନୁରୂପକ ଭାବେ ସଂଯୋଜିତ ହୋଇ ରହିଛନ୍ତି। ସେମାନେ ପରସ୍ପର ବିରୋଧୀ ନୁହନ୍ତି, ବରଂ ଏକ ବ୍ୟବସ୍ଥିତ କ୍ରମ ବା ତନ୍ତ୍ର ଭିତରେ ସମ୍ବନ୍ଧିତ ହୋଇ ରହିଛନ୍ତି। ମଣିଷ ଏକ ସାମାଜିକ ପ୍ରାଣୀ ଓ ଏକ ସମାଜରେ ତାର ଜୀବନଧାରା ନିୟନ୍ତ୍ରିତ ହୋଇଥାଏ। ସମାଜ ମଧ୍ୟ ନାନା ପରିବର୍ତ୍ତନ ପ୍ରକ୍ରିୟା ମଧ୍ୟ ଦେଇ ସୁସଂହତ ଓ ସୁପ୍ରତିଷ୍ଠିତ ହୋଇଛି। ପ୍ରକୃତିକୁ ଅଧ୍ୟୟନ କରିବା ପରି ମଣିଷ ନିଜ ସମାଜ ସମ୍ପର୍କରେ ମଧ୍ୟ ପ୍ରଣାଳୀବଦ୍ଧ ଭାବେ ଅଧ୍ୟୟନ କରିବାକୁ ପ୍ରୟାସ କରିଛି। ଏହାର ପରିଣାମ ସ୍ୱରୂପ ସମାଜ ବିଜ୍ଞାନ କ୍ଷେତ୍ରରେ ବିଭିନ୍ନ ବିଶେଷ ବିଭାଗମାନ ସୃଷ୍ଟି ହୋଇଛି। ଅର୍ଥନୀତି, ରାଜନୀତି ବିଜ୍ଞାନ, ସମାଜଶାସ୍ତ୍ର ଇତ୍ୟାଦି ସମାଜ ବିଜ୍ଞାନର ଅନ୍ତର୍ଭୁକ୍ତ। ସାମାଜିକ ଜୀବନ ଓ ସମ୍ବନ୍ଧର ବିଭିନ୍ନ କ୍ଷେତ୍ରକୁ ବିଶ୍ଳେଷଣ କରି ଉପରୋକ୍ତ ବିଶେଷ କ୍ଷେତ୍ରମାନଙ୍କ ସମ୍ବନ୍ଧରେ ମଣିଷ ଅନୁଶୀଳନ ପୂର୍ବକ ଅନେକ କିଛି ଜାଣିବାକୁ ସମର୍ଥ ହୋଇଛି। ବସ୍ତୁତଃ ପ୍ରକୃତି ସମ୍ପର୍କରେ ବିଶେଷ ଅଧ୍ୟୟନ ସକଳକୁ ପ୍ରାକୃତିକ ବିଜ୍ଞାନ ଓ ସମାଜ ସମ୍ପର୍କିତ ବିଭିନ୍ନ ଅନୁଶୀଳନକୁ ସମାଜ ବିଜ୍ଞାନ ଭାବେ ଗ୍ରହଣ କରାଯାଏ। ପ୍ରାକୃତିକ ବିଜ୍ଞାନ ଓ ସମାଜ ବିଜ୍ଞାନ ପୁନଶ୍ଚ ଭୌତିକ ବିଜ୍ଞାନର ଅନ୍ତର୍ଭୁକ୍ତ। ଭୌତିକ ବିଜ୍ଞାନ ଏକ ନିର୍ଦ୍ଦିଷ୍ଟ ପ୍ରଣାଳୀ ଅବଲମ୍ବନ କରି ପ୍ରକୃତି ବା ସମାଜକୁ ବିଶେଷ ଭାବେ ବିଶ୍ଳେଷଣ କରିଥାଏ। ଭୌତିକ ବିଜ୍ଞାନଠାରୁ ପୃଥକ୍ ଆକାରନିଷ୍ଠ ବିଜ୍ଞାନର ପରିସର ଭିତରେ ସମସ୍ତ ଗାଣିତିକ ଅଧ୍ୟୟନ ଆସିଥାଏ। ଏ କ୍ଷେତ୍ରରେ ପ୍ରଥମେ କେତେକ ସ୍ୱତଃସିଦ୍ଧ ନିୟମକୁ ସ୍ୱୀକାର କରାଯାଇ ଅବରୋହ ପଦ୍ଧତି ଅବଲମ୍ବନରେ ନାନା ଉପପାଦ୍ୟ ଓ ସିଦ୍ଧାନ୍ତ ଅନୁସୃତ କରାଯାଏ। ତେବେ ସ୍ୱତଃସିଦ୍ଧ ନିୟମ ଓ ଉପପାଦ୍ୟ ମଧ୍ୟରେ ଅନିବାର୍ଯ୍ୟ ନିହିତାର୍ଥ ରହିଥାଏ। ଭୌତିକ ବିଜ୍ଞାନ ହେଉ ବା ଆକାରନିଷ୍ଠ ବିଜ୍ଞାନ ହେଉ, ଜ୍ଞାନର ପ୍ରତ୍ୟେକ ସୋପାନ କ୍ଷେତ୍ରରେ କିଛି ନିର୍ଦ୍ଦିଷ୍ଟ ପଦ୍ଧତି ବା ପ୍ରଣାଳୀ ପ୍ରୟୋଗ କରାଯାଏ। ଏହି ପ୍ରଣାଳୀ ପ୍ରୟୋଗ କରି ବାସ୍ତବ ପକ୍ଷେ ଜ୍ଞାନର ବିଶେଷ ବିଭାଗମାନ ଗଢ଼ି ଉଠେ। ଯେକୌଣସି ପ୍ରଣାଳୀବଦ୍ଧ ଜ୍ଞାନ ଏକ ନିର୍ଦ୍ଦିଷ୍ଟ ପଦ୍ଧତି ମାଧ୍ୟମରେ ତାର୍କିକ ବିଚାର ପ୍ରକ୍ରିୟାରେ ରୂପ ନେଇଥାଏ। ତେବେ ଯେଉଁ ତାର୍କିକ ପ୍ରକ୍ରିୟା ମଧ୍ୟ ଦେଇ କୌଣସି ବିଶେଷ ବିଜ୍ଞାନର ଭିତ୍ତି ପଡ଼ିଥାଏ, ସେହି ବିଜ୍ଞାନର ପରିସର ଭିତରେ ପ୍ରଣାଳୀ ବା ତାର୍କିକ ପଦ୍ଧତି ସାଧାରଣତଃ
ବିଶ୍ଳେଷିତ ହୁଏ ନାହିଁ। ଅର୍ଥାତ୍ କୌଣସି ବିଶେଷ ବିଜ୍ଞାନର ସିଦ୍ଧାନ୍ତ ବା ସାମାନ୍ୟୀକରଣ ସ୍ତରରେ ଯେଉଁ ପ୍ରଣାଳୀ ପଦ୍ଧତି ବା ତାର୍କିକ ପ୍ରକ୍ରିୟାର ପ୍ରୟୋଗ ହୁଏ, ତାହାକୁ ସେହି ସ୍ତରରେ ଅର୍ଥାତ୍ ବିଜ୍ଞାନର ପରିସର ଭିତରେ ଅନୁଶୀଳନ କରାଯାଇ ନଥାଏ, ପରନ୍ତୁ ସେସବୁ ପ୍ରଶ୍ନ ବିଷୟରେ ଅନୁଚିନ୍ତନମୂଳକ ବିଶ୍ଳେଷଣ କରାଯାଏ। ଅର୍ଥାତ୍ ଜଣେ ବିଜ୍ଞାନୀ ଘଟଣା ବା କାର୍ଯ୍ୟକୁ ବ୍ୟାଖ୍ୟା କରିବା ବେଳେ ବିଭିନ୍ନ ସିଦ୍ଧାନ୍ତ ବା ସାମାନ୍ୟୀକରଣର ଅବତାରଣା କରିଥାଏ ଓ ଏଥିପାଇଁ ଯେଉଁସବୁ ତାର୍କିକ ନିୟମର ପ୍ରୟୋଗ କରେ, ସେସବୁର ବିଶ୍ଳେଷଣ ଏକ ଅନୁଶୀଳନାତ୍ମକ ପରିସରରେ ହୋଇଥାଏ। ଏହି ବିଷୟଟିକୁ ଏକ ସାଦୃଶ୍ୟମୂଳକ ଉଦାହରଣ ମାଧ୍ୟମରେ ବ୍ୟାଖ୍ୟା କରାଯାଇପାରେ। ଜଣେ ସାଧାରଣ ବ୍ୟକ୍ତି ତା'ର ଭାବନା ବା ଅନୁଭୂତିକୁ ତା'ର ଭାଷା ମାଧ୍ୟମରେ ବ୍ୟକ୍ତ କରିଥାଏ। ଏପରିକି ଜଣେ ନିରକ୍ଷର ବ୍ୟକ୍ତି ଭାଷା ବ୍ୟବହାର କରି ଭାବ ପ୍ରକାଶ କଲାବେଳେ ଭାଷାର ପ୍ରଚଳିତ ନିୟମ ଓ ଶୃଙ୍ଖଳାକୁ ମାନିଥାଏ। ଅର୍ଥପୂର୍ଣ୍ଣ ଭାବରେ ନିଜର କଥାକୁ ପ୍ରକାଶ କଲା ସମୟରେ ସେ କୌଣସି ଅସୁବିଧାର ସମ୍ମୁଖୀନ ହୁଏ ନାହିଁ। କିନ୍ତୁ ତାକୁ ଯଦି ଭାଷାର ବ୍ୟାକରଣଗତ ନିୟମ ବା ଶୃଙ୍ଖଳା ବିଷୟରେ ପଚରାଯାଏ, ସେ ନିଜର ଅକ୍ଷମତା ପ୍ରକାଶ କରିଥାଏ। ଭାଷା ବ୍ୟବହାର କରିବା ସମୟରେ ସେ କେତେକ ଶୃଙ୍ଖଳାକୁ ଅନୁକରଣ ମାଧ୍ୟମରେ ଶିକ୍ଷା କରିଥାଏ, ଯେଉଁ ବିଷୟରେ ତା'ର କୌଣସି ସୈଦ୍ଧାନ୍ତିକ ଜ୍ଞାନ ନଥାଏ। କୌଣସି କ୍ଷେତ୍ରରେ ବିଧି ବା ନିୟମଗୁଡ଼ିକର ପ୍ରୟୋଗାତ୍ମକ ବ୍ୟବହାର କ୍ଷେତ୍ରରେ ସାମର୍ଥ୍ୟ ରଖିବା ଯେଉଁ ସ୍ତରର ପ୍ରଶ୍ନ, ସେଗୁଡ଼ିକୁ ସୈଦ୍ଧାନ୍ତିକ ଭାବରେ ବିଶ୍ଳେଷଣ କରିବା ସେହି ସ୍ତରର ପ୍ରଶ୍ନ ନୁହେଁ। ତେବେ ଜଣେ ଭାଷା ବ୍ୟବହାର କରୁଥିଲେ ବି ଭାଷାର ବିଧି, ନିୟମ ବା ଶୃଙ୍ଖଳା ବିଷୟରେ ସୈଦ୍ଧାନ୍ତିକ ସ୍ପଷ୍ଟତା ରଖି ନଥାଇପାରେ। ଅନୁକରଣ ଦ୍ୱାରା ଜଣେ ଅର୍ଥପୂର୍ଣ୍ଣ ଭାବେ ଭାଷା ବ୍ୟବହାର କରେ, କିନ୍ତୁ ଭାଷାର ଅର୍ଥପୂର୍ଣ୍ଣ ପ୍ରୟୋଗ ସମ୍ପର୍କିତ ବିଧି, ନିୟମ ବିଷୟରେ ସେ ସଚେତନ ନଥାଏ। ଜଣେ ବ୍ୟାକରଣକାର କିନ୍ତୁ ସାଧାରଣ ଭାଷା ବ୍ୟବହାରକୁ ଅନୁଶୀଳନ କରି ଭାଷାର ଅର୍ଥପୂର୍ଣ୍ଣ ବ୍ୟବହାର କ୍ଷେତ୍ରରେ ଥିବା ବିଧି ଓ ମାନଦଣ୍ଡର ବିଶ୍ଳେଷଣାତ୍ମକ ବ୍ୟାଖ୍ୟା କରିଥାଏ। ସେହିପରି କୌଣସି ବିଶେଷ ବିଜ୍ଞାନୀ ପର୍ଯ୍ୟବେକ୍ଷଣ କରି କୌଣସି ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ କେତେକ ସିଦ୍ଧାନ୍ତ ବା ସାମାନ୍ୟୀକରଣରେ ଉପନୀତ ହୋଇଥାଏ। ସେଥିପାଇଁ ସେ ତାର୍କିକ ପ୍ରଣାଳୀ ବା ନିୟମର ପ୍ରୟୋଗ କରିଥାଏ, କିନ୍ତୁ ସେ ସବୁକୁ ସୈଦ୍ଧାନ୍ତିକ ସ୍ତରରେ ବିଶ୍ଳେଷଣ କରିନଥାଏ। ଜ୍ଞାନର ଯେକୌଣସି କ୍ଷେତ୍ରରେ କୌଣସି ସିଦ୍ଧାନ୍ତ ବା ଯୁକ୍ତିର ଅବତାରଣା କରି ସିଦ୍ଧାନ୍ତରେ ଉପନୀତ ହେବାକୁ ହୋଇଥାଏ, ତେବେ ପ୍ରୟୋଗ ହେଉଥିବା ପ୍ରଣାଳୀ, ତର୍କ ଓ ବିଚାର ଶକ୍ତିର ଯଥାର୍ଥ ବିଶ୍ଳେଷଣ ଓ ସେସବୁର ପ୍ରତ୍ୟୟଗତ ବ୍ୟାଖ୍ୟା ଏକ ଅନୁଚିନ୍ତନ ସ୍ତରରେ ତର୍କର ପରିସର ଭିତରେ ହୋଇଥାଏ। ଜଣେ ତର୍କବିତ୍ ଜଣେ ବୈଜ୍ଞାନିକଙ୍କ ପରି କୌଣସି କାର୍ଯ୍ୟର କାରଣ ନିର୍ଦ୍ଦିଷ୍ଟ କରିବାରେ ବା କୌଣସି ସାମାନ୍ୟୀକରଣ କରିବାରେ ଆଗ୍ରହୀ ନଥାନ୍ତି, କିନ୍ତୁ କାର୍ଯ୍ୟ-କାରଣ ନିୟମର ଆଧାର କ'ଣ, ସାମାନ୍ୟୀକରଣ କେଉଁ ଭିତ୍ତି ଉପରେ କରାଯାଇଥାଏ, ଏକ ବୈଧ ସାମାନ୍ୟୀକରଣ ଓ ଅବୈଧ ସାମାନ୍ୟୀକରଣ ଭିତରେ କ'ଣ ପାର୍ଥକ୍ୟ ରହିଛି ଓ ତା'ର ମାନଦଣ୍ଡ କ'ଣ ଇତ୍ୟାଦି ପ୍ରଶ୍ନକୁ ଗମ୍ଭୀରତାର ସହ ବିଶ୍ଳେଷଣ କରିଥାନ୍ତି। ଅର୍ଥାତ୍ ବୈଜ୍ଞାନିକ ଜ୍ଞାନ କ୍ଷେତ୍ରରେ ଯେଉଁ ଆରୋହ ପ୍ରଣାଳୀ ପ୍ରୟୋଗ ହୋଇଥାଏ, ସେହି ପ୍ରଣାଳୀର ତାର୍କିକ ଭିତ୍ତିସୀମା, ପରସ୍ପର ପରିସର ଇତ୍ୟାଦି ପ୍ରଶ୍ନକୁ ଗୋଟିଏ ଅନୁଚିନ୍ତନ ସ୍ତରରେ ଅନୁଶୀଳନ କରିବା ପାଇଁ ତର୍କର ଆବଶ୍ୟକତା ପଡ଼େ। ସୁତରାଂ ତର୍କଶାସ୍ତ୍ରକୁ ଏକ ଅନୁଚିନ୍ତନ ବା ମନନ ପ୍ରକ୍ରିୟା ଭାବରେ ନିଆଯାଇପାରେ। ଦର୍ଶନ ଯେପରି ଏକ ପ୍ରତୀକାତ୍ମକ ବ୍ୟାଖ୍ୟା, ତର୍କଶାସ୍ତ୍ର ମଧ୍ୟ ଅନୁରୂପ ଭାବେ ଏକ ବିଶ୍ଳେଷଣାତ୍ମକ ଅନୁଶୀଳନ। ସୁତରାଂ ବିଜ୍ଞାନ ଓ ତର୍କଶାସ୍ତ୍ର ଦୁଇଟି ପୃଥକ୍ ସ୍ତରର ଅନୁଶୀଳନ ବା ବ୍ୟାଖ୍ୟା। ତେବେ କେବଳ ବୌଦ୍ଧିକ ସ୍ତରରେ ନୁହେଁ, ଏପରିକି ନିତିଦିନିଆ ଜୀବନ କ୍ଷେତ୍ରରେ ମଧ୍ୟ ଆମେ ସିଦ୍ଧାନ୍ତରେ ଉପନୀତ ହେଉ ଓ କେତେକ ଘଟଣା ଭିତ୍ତି ଉପରେ ବିଭିନ୍ନ ଅନୁମାନ କରିଥାଉ। ସିଦ୍ଧାନ୍ତରେ ଉପନୀତ ହେବା, ଅନୁମାନ କରିବା, ଯୁକ୍ତି ମାଧ୍ୟମରେ ନିଜର ମତକୁ ଉପସ୍ଥାପନ କରିବା ଇତ୍ୟାଦି ଯେକୌଣସି ବ୍ୟକ୍ତି ବ୍ୟବହାରିକ ଜୀବନରେ କରିଥାନ୍ତି। ସକାଳୁ ଶଯ୍ୟାତ୍ୟାଗ କରି ବାହାରକୁ ଆସି ଯଦି ରାସ୍ତା ଓଦା ହୋଇଥିବା ଜଣେ ଦେଖେ, ତେବେ ରାତିରେ ବର୍ଷା ହୋଇଥିବା ସେ ଅନୁମାନ କରେ। ରାସ୍ତାରେ ଯିବାବେଳେ ଗୋଟିଏ ସ୍ଥାନରେ ଯଦି ଦଳେ ବ୍ୟକ୍ତି ଜମା ହୋଇଥିବା ଓ ରାସ୍ତା ଉପରେ ଗୋଟିଏ ସାଇକେଲ ପଡ଼ିଥିବା ଆମେ ଦେଖୁ, ଏକ ଦୁର୍ଘଟଣା ହୋଇଥିବା ଭାବନା ଆମ ମନକୁ ଆସିଥାଏ। ଦୁଇଜଣ ବାଳକଙ୍କ ମୁହଁରେ ସାମଞ୍ଜସ୍ୟ ରହିଥିବା ଦେଖି ସେମାନେ ଦୁଇ ଭାଇ ବୋଲି ଆମେ ଭାବିଥାଉ। ଏହିପରି ନିତିଦିନିଆ ଜୀବନର ଅସଂଖ୍ୟ ଘଟଣାରେ ଆମେ ଆନୁମାନିକ ଭାବେ ସିଦ୍ଧାନ୍ତ ବା ଉପସଂହାରକୁ ବସ୍ତୁତଃ ଅନୁମାନ ସିଦ୍ଧାନ୍ତରେ ଉପନୀତ ହେବାର ଏକ ମାନସିକ ପ୍ରକ୍ରିୟା। ଏହା ଭାଷାରେ ବ୍ୟକ୍ତ ହେଲେ ଯୁକ୍ତି ହୁଏ। ଅନୁମାନଟି ଠିକ୍ କିମ୍ବା ଭୁଲ ହେବା, ତାହା ଯୁକ୍ତିଟିର ବୈଧତା କିମ୍ବା ଅବୈଧତା ଉପରେ ନିର୍ଭର କରେ ଏବଂ ଯୁକ୍ତିଟି ବୈଧ କି ଅବୈଧ, ଶୁଦ୍ଧ ବା ଅଶୁଦ୍ଧ ଜାଣିବା ତର୍କଶାସ୍ତ୍ରର ଆଲୋଚନା ପରିସରଭୁକ୍ତ। ଏଣୁ ସଂକ୍ଷେପରେ କହିବାକୁ ଗଲେ, ବିଭିନ୍ନ ପ୍ରକାରର ଯୁକ୍ତିକୁ ଅନୁଧ୍ୟାନ କରି ସେ ସବୁର ବୈଧତା ସ୍ଥିର କରିବାର ଶାସ୍ତ୍ର ହିଁ ତର୍କଶାସ୍ତ୍ର। ଏଥିରେ ଆମେ ଯୁକ୍ତିର ସ୍ୱରୂପ କ'ଣ, ଏହା କେତେ ପ୍ରକାରର ହୋଇପାରେ, କିପରି ଯୁକ୍ତି ବାଢ଼ିଲେ ତାହା ଠିକ୍ ବା ବୈଧ ଯୁକ୍ତି ହେବ ଏବଂ ସିଦ୍ଧାନ୍ତ ବା ବୈଧ ଯୁକ୍ତି ବାଢ଼ିବା ପାଇଁ କେଉଁ କେଉଁ ନିୟମ ମାନିବା ଆବଶ୍ୟକ ପ୍ରଭୃତି ବିଷୟରେ
ବିଷୟରେ ଜାଣିବାକୁ ଚେଷ୍ଟା କରୁ। ଏହିସବୁ ବୈଷୟିକ ଜ୍ଞାନକୁ ନେଇ ଗଠିତ ଶାସ୍ତ୍ରକୁ ତର୍କଶାସ୍ତ୍ର କୁହାଯାଏ। ତର୍କଶାସ୍ତ୍ରର ସ୍ୱରୂପ। ତର୍କଶାସ୍ତ୍ରର ସ୍ୱରୂପ ତର୍କର ସ୍ୱରୂପ ମାଧ୍ୟମରେ ହିଁ ଜାଣିହେବ। କାରଣ ତର୍କ ସମ୍ବନ୍ଧୀୟ ଶାସ୍ତ୍ରକୁ ହିଁ ତର୍କଶାସ୍ତ୍ର କୁହାଯାଏ। ସାଧାରଣ ଭାବେ ତର୍କ କହିଲେ ଯୁକ୍ତି ମାଧ୍ୟମରେ ଏକ ସିଦ୍ଧାନ୍ତରେ ଉପନୀତ ହେବାକୁ ବୁଝାଏ। ଯେକୌଣସି ଅଧ୍ୟୟନ କ୍ଷେତ୍ରରେ ବା ବ୍ୟବହାରିକ ଜୀବନରେ ଆମେ ବିଚାର ବା ଯୁକ୍ତି ମାଧ୍ୟମରେ ସିଦ୍ଧାନ୍ତକୁ ଆସୁ, ତେବେ ଏହା ବିଷୟରେ ଅନୁଧ୍ୟାନ କଲେ ଏହି ଯୁକ୍ତି କରିବାର ପ୍ରକ୍ରିୟା ସହିତ କ'ଣ କ'ଣ ପ୍ରସଙ୍ଗ ଜଡ଼ିତ ତାହା ଜଣାପଡ଼େ। ପ୍ରଥମରେ ମଣିଷ ଯୁକ୍ତି କାହିଁକି ଓ କେତେବେଳେ କରେ ତାହାକୁ ବିଚାରକୁ ନିଆଯାଉ। ମଣିଷ ଏକ ବିଚାରବନ୍ତ ପ୍ରାଣୀ। ଅଯୌକ୍ତିକ ଭାବେ ସେ କୌଣସି କଥାକୁ ଗ୍ରହଣ କରିନଥାଏ। କୌଣସି ଗୋଟିଏ ସିଦ୍ଧାନ୍ତକୁ ଗ୍ରହଣ କରିବାକୁ ପଡ଼ିଲେ ସେ ତା ସପକ୍ଷରେ ସହାୟକ ତଥ୍ୟ ଆବଶ୍ୟକ କରେ। ନିଜେ ପହଞ୍ଚିଥିବା ସିଦ୍ଧାନ୍ତକୁ ଅନ୍ୟମାନଙ୍କ ଦ୍ୱାରା ଗ୍ରହଣ କରିବା ପାଇଁ ଯୁକ୍ତିର ଆବଶ୍ୟକତା ପଡ଼େ। ସିଦ୍ଧାନ୍ତ ଓ ତାର ସହାୟକ ତଥ୍ୟକୁ ନେଇ ଯୁକ୍ତି ଗଠିତ ହୋଇଥାଏ। ମଣିଷର ବୁଦ୍ଧି ଓ ବିଚାର କରିବାର ଶକ୍ତି ହିଁ ତର୍କ କରିବାର ସହାୟକ ହୁଏ। ଏହି ତର୍କ ମାଧ୍ୟମରେ ସେ ନିଜେ ଗ୍ରହଣ କରିଥିବା କୌଣସି ସିଦ୍ଧାନ୍ତକୁ ଅନ୍ୟମାନଙ୍କ ଦ୍ୱାରା ଗ୍ରହଣୀୟ ହେବା ପାଇଁ ପ୍ରକାଶ କରିଥାଏ। ତେଣୁକରି ସିଦ୍ଧାନ୍ତକୁ ଗ୍ରହଣ କରିବା ସପକ୍ଷରେ କାରଣ ମଧ୍ୟ ଦର୍ଶାଇଥାଏ। ଏହିଭଳି ଭାବେ ତର୍କ ପ୍ରକ୍ରିୟାରେ ସିଦ୍ଧାନ୍ତ ସପକ୍ଷରେ କୁହାଯାଇଥିବା ସହାୟକ ବାକ୍ୟଗୁଡ଼ିକୁ ହେତୁ ଭାବରେ ବ୍ୟବହୃତ ହୋଇଥାଏ। ସୁତରାଂ ତର୍କଶାସ୍ତ୍ର ମୁଖ୍ୟତଃ ଯୁକ୍ତିର ପ୍ରାମାଣିକତା ସ୍ଥିର କରିବାକୁ ଯାଇ ବୌଦ୍ଧ ଯୁକ୍ତିର ଆକାର ଓ ନିୟମଗୁଡ଼ିକୁ ବିଶ୍ଳେଷଣ କରିଥାଏ। ବୌଦ୍ଧ ଯୁକ୍ତି ପଶ୍ଚାତରେ ରହିଥିବା ତାର୍କିକ ନିୟମଗୁଡ଼ିକୁ ବ୍ୟାଖ୍ୟା କରିବା। ଯୁକ୍ତି କେଉଁ ଆକାରରେ ରହିଥିଲେ ତାହା ବୌଦ୍ଧ ପ୍ରାମାଣିକ ବା ଯଥାର୍ଥ ହୋଇଥାଏ ତାକୁ ଦର୍ଶାଇବା। ବୈଧ ଯୁକ୍ତି ଓ ଅବୈଧ ଯୁକ୍ତି ମଧ୍ୟରେ ପାର୍ଥକ୍ୟ କରିବା କ୍ଷେତ୍ରରେ ମାନଦଣ୍ଡ ନିର୍ଣ୍ଣୟ କରିବା ଇତ୍ୟାଦି ତର୍କଶାସ୍ତ୍ର କ୍ଷେତ୍ରରେ ବିଚାର୍ଯ୍ୟ ହୋଇଥାଏ। ଜ୍ଞାନ ବା ବିଜ୍ଞାନର ଯେକୌଣସି ବିଶେଷ କ୍ଷେତ୍ରଟିରେ ହେଉ ବା ଆମର ସାଧାରଣ ଜୀବନଧାରାରେ ହେଉ, ଆମେ ଯୁକ୍ତିର ଆଶ୍ରୟ ନେଉ, ଉପସଂହାରକୁ ଆସିଥାଉ ଓ ବିଭିନ୍ନ ସିଦ୍ଧାନ୍ତରେ ଉପନୀତ ହେଉ। ଏଥିପାଇଁ କେତେକ ଘଟଣା ଉପଲବ୍ଧ ବିଷୟ ବା ତଥ୍ୟକୁ ଆମେ ଆଧାର ଭାବେ ନେଇଥାଉ। ତେବେ କୌଣସି ଜ୍ଞାନକୁ ଆଧାର କରି ସେଥିରୁ ଏକ ସିଦ୍ଧାନ୍ତ ବାହାର କରିବା ପ୍ରକ୍ରିୟାକୁ ଅନୁମାନ କୁହାଯାଏ। ଏହାକୁ ଏକ ମୌଳିକ କ୍ରିୟା ଭାବେ ନିଆଯାଏ ଓ ଅନୁମାନ ଭାଷାରେ ବ୍ୟକ୍ତ ହେଲେ ଏହାକୁ ଯୁକ୍ତି ବୋଲାଯାଏ। ଯୁକ୍ତିମାନଙ୍କର ପ୍ରକାରଭେଦ କରିବା, ବୌଦ୍ଧ ଯୁକ୍ତିର ନିୟମ ସକଳକୁ ବିଶ୍ଳେଷଣ କରିବା, ବୈଧ ଅବୈଧ ଯୁକ୍ତି ମଧ୍ୟରେ ପାର୍ଥକ୍ୟ ନିର୍ଣ୍ଣୟ କରିବା, ବୈଧତାର ମାନଦଣ୍ଡ ସ୍ଥିର କରିବା ଇତ୍ୟାଦି ଅଧ୍ୟୟନ ତର୍କଶାସ୍ତ୍ରର ପରିସରଭୁକ୍ତ। ଦାର୍ଶନିକମାନେ ତର୍କ ଓ ବିଚାର ପ୍ରକ୍ରିୟା ଉପରେ ଅନୁଶୀଳନ କରି ଏକ ଶାସ୍ତ୍ର ଗଠନ କରିଛନ୍ତି, ଯାହା ତର୍କଶାସ୍ତ୍ର ଭାବେ ପରିଚିତ। ଏହି ତର୍କଶାସ୍ତ୍ରକୁ ଜାଣିବାକୁ ହେଲେ ତର୍କ କ'ଣ ଜାଣିବା ଆବଶ୍ୟକ। ତର୍କ କ'ଣ ତାହା ସାଧାରଣ ଭାବେ ଅଜଣା ନୁହେଁ। ଅନେକ ସମୟରେ ଆମେ ତର୍କ ଓ ଯୁକ୍ତିକୁ ନେଇ ନିମ୍ନଲିଖିତ ବାକ୍ୟଗୁଡ଼ିକ ସାଧାରଣତଃ ଭାଷାରେ ବ୍ୟବହାର ହୋଇଥିବା ଜାଣୁ। ମୋତେ ସବୁ କଥାରେ ଯୁକ୍ତି କରିବାକୁ ଭଲ ଲାଗେ ନାହିଁ। ତୁମର ଯୁକ୍ତି କରିବା ଅଭ୍ୟାସ ବହୁତ ଖରାପ ଲାଗେ। ଏହି ଛୋଟ କଥାକୁ ନେଇ ଏତେ ଯୁକ୍ତିତର୍କ କରିବା ଅନୁଚିତ ଇତ୍ୟାଦି। ଯୁକ୍ତି ଓ ତର୍କର ଏହି ପ୍ରକାର ବ୍ୟବହାରରୁ ଜଣାପଡ଼େ ଯେ ଆମ ଭାଷାରେ ଉଭୟ ଶବ୍ଦ ଏକ ଅର୍ଥରେ ବ୍ୟବହୃତ ହୋଇଥାଏ। ଉପଯୁକ୍ତ ବ୍ୟବହାରରେ ଯୁକ୍ତିତର୍କକୁ କଳିକଜିଆ ବା ଏକ ମୁକାବିଲା ଭଳି ପରିସ୍ଥିତି ଅର୍ଥରେ ଅଧିକାଂଶ ବୁଝିଥାନ୍ତି। ଏହାର କାରଣ ହୋଇପାରେ ଯେ ପ୍ରାଚୀନ କାଳରେ ପ୍ରତିପକ୍ଷକୁ ପରାସ୍ତ କରିବା ପାଇଁ ଅଧିକାଂଶ କ୍ଷେତ୍ରରେ ଯୁକ୍ତିର ବ୍ୟବହାର କରାଯାଇଥିବାର ଦୃଷ୍ଟାନ୍ତ ମିଳେ। ବାସ୍ତବରେ ଅନୁମାନକୁ ଭାଷାରେ ପ୍ରକାଶ କରିବା ହିଁ ଯୁକ୍ତି। ଆମେ ଯେତେ ସବୁ କ୍ଷେତ୍ରରେ ଜ୍ଞାନ ଆହରଣ କରିଥାଉ, ସେଥିରୁ ଅଧିକାଂଶ ଅନୁମାନ ଲବ୍ଧ। ଅନେକ ସମୟରେ ସତ୍ୟ ବୋଲି ଜାଣିଥିବା କିଛି କଥାକୁ ଭିତ୍ତି କରି ଆମେ କେତେକ ସିଦ୍ଧାନ୍ତରେ ଉପନୀତ ହେଉ। ଉଦାହରଣ ସ୍ୱରୂପ, ଆମେ ସକାଳୁ ଶେଯରୁ ଉଠି ଦେଖିଲୁ ଯେ ରାସ୍ତାରେ ଠାଏ ଠାଏ ପାଣି ଜମିଛି ଏବଂ ଚାରିଆଡ଼େ ଓଦା ହୋଇଛି। ଆମେ ଅନୁମାନ କଲୁ ଯେ ଗତ ରାତିରେ ବର୍ଷା ହୋଇଛି। ତର୍କ ଦୋଷ ମୁକ୍ତ କରିବାର ମାନଦଣ୍ଡ ଏହି ଶାସ୍ତ୍ରରୁ ମିଳିଥାଏ। ବିଜ୍ଞାନ ଓ ସମସ୍ତ ଚିନ୍ତନ କ୍ଷେତ୍ରରେ ଯୁକ୍ତିର ଆବଶ୍ୟକତା ରହିଛି। ବୌଦ୍ଧ ଯୁକ୍ତିର ମାନଦଣ୍ଡ ନିରୂପଣ କରି ଅଭେଦ ବା ଅସିଦ୍ଧ ଯୁକ୍ତିକୁ ପରିହାର କରିବାର ଶିକ୍ଷା ତର୍କଶାସ୍ତ୍ର ଜରିଆରେ ମିଳୁଥିବାରୁ ଏହି ଶାସ୍ତ୍ରର ଆବଶ୍ୟକତା ମଧ୍ୟ ରହିଛି। ତର୍କଶାସ୍ତ୍ର ଆମର ବୌଦ୍ଧିକ ଓ ସମୀକ୍ଷାତ୍ମକ ଚିନ୍ତାଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ ଏବଂ ପ୍ରକାରାନ୍ତରେ ଏକ ଶୁଦ୍ଧ ବିଚାର କରିବାର ଶକ୍ତି ପ୍ରଦାନ କରିଥାଏ। ଯୁକ୍ତି ଓ ଏହାର ସ୍ୱରୂପ। ଯୁକ୍ତିଗୁଡ଼ିକର ବ୍ୟବହାର ବିଭିନ୍ନ ସ୍ଥାନରେ ହୋଇଥାଏ। କୌଣସି ସିଦ୍ଧାନ୍ତ ବା ମତର ପ୍ରତିଷ୍ଠା ପାଇଁ
ଓକିଲ ହୁଅନ୍ତୁ, ବିଧାୟକ ହୁଅନ୍ତୁ, ସାଧାରଣ ବ୍ୟକ୍ତିଟିଏ ହେଉ ବା ଜଣେ ବିଶେଷଜ୍ଞ ହୁଅନ୍ତୁ, ସମସ୍ତେ ଯୁକ୍ତିର ଆଶ୍ରୟ ନେଇଥାନ୍ତି। ସାଧାରଣ ଜୀବନ ପ୍ରବାହରେ ଏକ ମତର ପ୍ରତିପାଦନ ପାଇଁ କିମ୍ବା ଏକ ଅବୈଧ ଅନୁଶୀଳନ କ୍ଷେତ୍ରରେ ଏକ ସିଦ୍ଧାନ୍ତର ପ୍ରତିଷ୍ଠା ପାଇଁ ଯୁକ୍ତିର ପ୍ରୟୋଗ ହୋଇଥାଏ। ଏହାଛଡ଼ା ଦୈନନ୍ଦିନ ଚଳନୀରେ ମଧ୍ୟ ଯୁକ୍ତିର ବ୍ୟବହାର କିଛି କମ୍ ହୁଏ ନାହିଁ। ଦୈନନ୍ଦିନ ଚଳନୀକୁ ପ୍ରଥମେ ବିଚାରକୁ ନେଲେ ଏହା ସୂଚାଇ ଦିଆଯାଇପାରେ ଯେ ଯେଉଁ ଯେଉଁ ସ୍ଥଳରେ ଆମେ ଅନୁମାନ ପଦ୍ଧତି ବ୍ୟବହାର କରିଥାଉ, ସେହି ସ୍ଥଳରେ ଯୁକ୍ତିର ସମ୍ଭାବନା ହିଁ ଥାଏ। ଅନୁମାନ ଏକ ମାନସିକ ପ୍ରକ୍ରିୟା। ଏଥିରେ ଆମେ ଇନ୍ଦ୍ରିୟ ଜ୍ଞାନ ଉପରେ ନିର୍ଭର କରି କିଛି ପରୋକ୍ଷ ଜ୍ଞାନ ଜନିତ ସିଦ୍ଧାନ୍ତରେ ଉପନୀତ ହେଉ। ଏହାକୁ ନିଜ ଭିତରେ ସୀମିତ ରଖିଲେ ଅନ୍ୟମାନଙ୍କ ପକ୍ଷରେ ଜାଣିବାର ଅବକାଶ ରହେ ନାହିଁ। ନିଜର ଅନୁମାନକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିବାକୁ ହେଲେ ଏହାକୁ ଭାଷାରେ ବ୍ୟକ୍ତ କରିବାକୁ ହୁଏ ଏବଂ ଭାଷାରେ ବ୍ୟକ୍ତ କଲେ ଏହା ଯୁକ୍ତି ରୂପରେ ପ୍ରକାଶ ପାଇଥାଏ। ଅତ୍ୟନ୍ତ ସାଧାରଣ କଥାକୁ ନେଇ କିପରି ଅନୁମାନ ଓ ଅନୁମାନରୁ ଯୁକ୍ତିର ଅବତାରଣ କରାଯାଇଥାଏ, ତାହାର ଏକ ଉଦାହରଣ ଦିଆଗଲା। ହେତୁ ବା କାରଣ ଭାବରେ ବ୍ୟବହୃତ କେତେକ ସହାୟକ ବାକ୍ୟ ଓ ଗୋଟିଏ ସିଦ୍ଧାନ୍ତକୁ ନେଇ ଯୁକ୍ତି ଗଠିତ ହୋଇଥାଏ, ଯେପରି ଏହା ଅନ୍ୟମାନଙ୍କ ଦ୍ୱାରା ଗ୍ରହଣୀୟ ହେବ। ଏହି ଯୁକ୍ତିଗୁଡ଼ିକୁ ଅନୁଧ୍ୟାନ କଲେ ଏଥିରେ ନିହିତ ଥିବା ଅନ୍ୟ ଏକ ପ୍ରକ୍ରିୟା ମଧ୍ୟ ସ୍ପଷ୍ଟ ଦେଖାଯାଏ। ମଣିଷ ପ୍ରଥମେ ନିଜ ମନ ଭିତରେ କେତେକ ତଥ୍ୟକୁ ଆଧାର କରି ଏକ ସିଦ୍ଧାନ୍ତରେ ଉପନୀତ ହୁଏ, ଅଥବା ସିଦ୍ଧାନ୍ତଟିକୁ ସେ ଅନୁମାନ ସାହାଯ୍ୟରେ ଜାଣେ ଏବଂ ନିଜ ଅନୁମାନ ବା ଅନୁଶୀଳନ ଲବ୍ଧ ଜ୍ଞାନକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିବାକୁ ଏହାକୁ ଭାଷାରେ ବ୍ୟକ୍ତ କରେ। ଅନୁମାନଟି ଭାଷାରେ ବ୍ୟକ୍ତ ହେଲେ ଏହା ଏକ ଯୁକ୍ତିର ରୂପ ଧାରଣ କରେ। ବର୍ତ୍ତମାନ ତର୍କଶାସ୍ତ୍ରରେ ସ୍ୱରୂପ ନିରୂପଣ କଲାବେଳେ ଏତିକି କୁହାଯାଇପାରେ ଯେ ଯେଉଁ ଶାସ୍ତ୍ର ଜରିଆରେ ଯୁକ୍ତିମାନଙ୍କର ଶ୍ରେଣୀକରଣ କରାଯାଇ ବୈଧ ଯୁକ୍ତି ଓ ଅବୈଧ ଯୁକ୍ତି ଚିହ୍ନଟ କରିବା ସହ ବୈଧ ଯୁକ୍ତିର ନିୟମ ଓ ପଦ୍ଧତି ସମ୍ପର୍କରେ ଆଲୋଚନା ହୋଇଥାଏ, ତାହା ହିଁ ତର୍କଶାସ୍ତ୍ର। ଅନୁମାନ ଲବ୍ଧ ଜ୍ଞାନକୁ ବୈଧ ବା ଅବୈଧ ନିର୍ଣ୍ଣୟ କରିବା ପାଇଁ ଏହି ଶାସ୍ତ୍ରର ସୃଷ୍ଟି ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅବୈଧ ଯୁକ୍ତିଗୁଡ଼ିକରେ ସନ୍ନିହିତ ତର୍କଦୋଷମାନଙ୍କ ସମ୍ବନ୍ଧରେ ସୂଚିତ କରାଇବାର ମଧ୍ୟ ଏହି ଶାସ୍ତ୍ର ଅନ୍ତର୍ଗତ ଅଟେ। ତର୍କଶାସ୍ତ୍ରରେ ଯୁକ୍ତିର ସିଦ୍ଧତା ଓ ଅସିଦ୍ଧତାକୁ ଅନୁଧ୍ୟାନ କରାଯାଏ। ଯୁକ୍ତି ତର୍କବଚନମାନଙ୍କୁ ନେଇ ଗଠିତ, ତର୍କବଚନ ପଦମାନଙ୍କୁ ନେଇ ଗଠିତ। ତେଣୁ ପଦ ଓ ଶବ୍ଦର ପାର୍ଥକ୍ୟ, ତର୍କବଚନ ଓ ବାକ୍ୟ ମଧ୍ୟରେ ଥିବା ସମ୍ପର୍କ, ବିଭିନ୍ନ ତର୍କବଚନ ମଧ୍ୟରେ ଥିବା ସମ୍ପର୍କ ଆଦି ସମ୍ବନ୍ଧୀୟ ଆଲୋଚନା ତର୍କଶାସ୍ତ୍ରର ପରିସରଭୁକ୍ତ ଅଟେ। ବିଶେଷ କରି ଯୁକ୍ତିର ପ୍ରକାର ବିଭାଗ, ଯୁକ୍ତିର ପ୍ରକାର ଭେଦ କରି ବୈଧ ଯୁକ୍ତିର ମାନଦଣ୍ଡ ସ୍ଥିର କରିବା ସମ୍ପର୍କରେ ଅନୁଧ୍ୟାନ କରିବା ଏହି ଶାସ୍ତ୍ରର ପରିସରଭୁକ୍ତ ଅଟେ। ତର୍କଦୋଷଗୁଡ଼ିକ କିପରି ଘଟେ ଏବଂ କିଭଳି ଯୁକ୍ତିଟି ତର୍କଦୋଷ ବିହୀନ ହୋଇପାରିବ, ସେ ବିଷୟକ ନିୟମଗୁଡ଼ିକ ଜାଣିବା ମଧ୍ୟ ତର୍କଶାସ୍ତ୍ର ସହ ସମ୍ପୃକ୍ତ ଅଟେ। ଯୁକ୍ତି କରିବାର ପାରଦର୍ଶିତା ତର୍କଶାସ୍ତ୍ର ଅଧ୍ୟୟନ ଉପରେ ନିର୍ଭର କରେ ନାହିଁ, ଏହା ମଣିଷର ବୁଦ୍ଧିଶକ୍ତି ଓ ସାଧାରଣ ସାମର୍ଥ୍ୟ ଉପରେ ନିର୍ଭର କରେ। କିନ୍ତୁ ଯୁକ୍ତିକୁ ଏହି ତର୍କବଚନ ଗୁଡ଼ିକର ସଂଯୋଗ ଏପରି ଭାବରେ ହୋଇଛି ଯେ ଗୋଟିଏ ଅନ୍ୟ ଦୁଇଟିରୁ ନିଷ୍ପନ୍ନ ହେଲା ପରି ହୋଇଛି ଏବଂ ଏହା ଏକ ଯୁକ୍ତିର ରୂପ ନେଇଛି। ପ୍ରଥମ ଦୁଇଟି ତର୍କବଚନରେ ଯେଉଁ ଯୁକ୍ତି ଦର୍ଶାଯାଇଛି, ତାହା ଶେଷ ପାଇଁ ସମ୍ପୂର୍ଣ୍ଣ ଭାବେ ସହାୟକ ଅଟେ।